ଆସନ୍ତୁ ଜାଣିବା ଗଙ୍ଗା କାହିଁକି ନିଜ ପୁତ୍ରମାନଙ୍କୁ ନଦୀ ଗର୍ଭରେ ଭସେଇ ଦେଇଥିଲେ। ଏହି ଭିଡ଼ିଓରେ ଆମେ ମହାଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଉପରେ ଆଲୋକପାତ କରିଛୁ। ଗଙ୍ଗାମାତାଙ୍କ ନବପୁତ୍ରଙ୍କୁ ନଦୀରେ ଭସାଇବା ପଛର ଘଟଣା ଏବଂ ତାହାର ଗଭୀର ଅର୍ଥକୁ ଏଠାରେ ବିସ୍ତାରରେ ଆଲୋଚନା କରାଯାଇଛି। ଏହି କାହାଣୀ ଗଳ୍ପ ହେଲେ ମଧ୍ୟ ଏହାର ଏକ ଗଭୀର ନୈତିକ ଶିକ୍ଷା ରହିଛି, ଯାହା ଆମକୁ ଜୀବନର ବିଭିନ୍ନ ଆଧ୍ୟାତ୍ମିକ ଓ ରହସ୍ୟମୟ ଦୃଷ୍ଟିକୋଣ ଦେଇଥାଏ। ମହାଭାରତରେ ଗଙ୍ଗା ଓ ଶାନ୍ତନୁଙ୍କର ଏହି କାହାଣୀ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ଅର୍ଥପୂର୍ଣ୍ଣ। ଗଙ୍ଗା ଯେତେବେଳେ ଶାନ୍ତନୁଙ୍କ ସହ ବିବାହ କରିଥିଲେ, ସେ ବିବାହ ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ରଖିଥିଲେ। ଏହାର ମୁଖ୍ୟ ସର୍ତ୍ତ ହେଉଛି ଶାନ୍ତନୁ ଆଗାମୀ ଜୀବନରେ କୌଣସି ପ୍ରକାରର ପ୍ରଶ୍ନ କରିପାରିବେ ନାହିଁ। ଯଦି ସେ ଏହା କରନ୍ତି, ଗଙ୍ଗା ସେଠାରୁ ଚାଲିଯିବେ। ଗଙ୍ଗାଙ୍କର ପ୍ରଥମ 8 ପୁତ୍ରଙ୍କୁ ତାଙ୍କର ଜନ୍ମ ପରେ ତୁରନ୍ତ ନଦୀରେ ଭସାଇ ଦିଆଯାଇଥିଲା। ଏହା ଦେଖି ଶାନ୍ତନୁ ଏକ ସମୟରେ ଅବାକ୍ ହୋଇ ପ୍ରଶ୍ନ କରିଥିଲେ। ଏହାପରେ ଗଙ୍ଗା ତାଙ୍କୁ କହିଥିଲେ ଯେ ସେ ସେଠାରୁ ଚାଲିଯିବେ ଏବଂ ତାହାର କାରଣ ବିବରଣ କରିଥିଲେ। ଏହି କାହାଣୀର ମୂଳ ସନ୍ଦେଶ ହେଉଛି ଯେ ଏହା ଜୀବନର କର୍ମ ଓ ଦାୟିତ୍ୱକୁ ବୁଝିବାରେ ସାହାଯ୍ୟ କରେ। ଗଙ୍ଗାଙ୍କ ପ୍ରତ୍ୟେକ କର୍ମ ଏକ ଗଭୀର ଅର୍ଥକୁ ପ୍ରକାଶ କରେ। ତାଙ୍କର ପ୍ରଥମ 8 ପୁତ୍ର ଶାପର ଫଳରେ ଦେବତା ଥିଲେ, ଯାହାକୁ ମନୁଷ୍ୟ ଜୀବନକୁ ମୁକ୍ତ କରିବା ପାଇଁ ପୃଥିବୀରେ ଜନ୍ମ ନେବାକୁ ପଡ଼ିଥିଲା। ଏହି କାର୍ଯ୍ୟରେ ଗଙ୍ଗାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତାଙ୍କର ପ୍ରତ୍ୟେକ କାମ ଆମକୁ ଜୀବନର ନୂଆ ଅର୍ଥ ବୁଝାଇ ଦେଇଥାଏ। ଏହି ଭିଡ଼ିଓ ଆପଣଙ୍କୁ ଏକ ଗଭୀର ଧ୍ୟାନ ଏବଂ ଜୀବନର ଆଧ୍ୟାତ୍ମିକ ଦୃଷ୍ଟିକୋଣ ଦେବା ପାଇଁ ଡିଜାଇନ୍ କରାଯାଇଛି। ଗଙ୍ଗା ମାତାଙ୍କ ଗଲାପରି ଜୀବନର ଗଭୀର ଶିକ୍ଷା ଏବଂ ସାର କଥାକୁ ଆମେ ଏଠାରେ ଆଲୋଚନା କରିଛୁ। ତେଣୁ ଏହି ଭିଡ଼ିଓଟିକୁ ଦେଖନ୍ତୁ, ଆପଣଙ୍କ ମନକୁ ଏକ ନୂଆ ଆଲୋକ ଦେଖାଇବ। ଆମେ ଏହି ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ ଏକ ଅବିସ୍ମରଣୀୟ ଅନୁଭୂତି ଦେବାକୁ ଚେଷ୍ଟା କରିଛୁ। ଗଙ୍ଗାଙ୍କ ଜୀବନ ଓ କାମକୁ ନିହାରିବା ପରେ ଆପଣ ଆପଣଙ୍କ ଜୀବନର ଏକ ନୂଆ ମହତ୍ତ୍ୱ ଦେଖିପାରିବେ, ବୁଝିପାରିବେ। ତେଣୁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ନିଶ୍ଚିନ୍ତ ଭଲ ଲାଗିଥିବ। ଧନ୍ୟବାଦ।